ସମସ୍ତଙ୍କୁ ନମସ୍କାର। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଲୋକ କେମିତି ବିଶ୍ୱାସ ଜୀବନ ଯାପନ କରିବେ ଆଉ ପ୍ରାର୍ଥନା କି ପ୍ରକାର ପ୍ରାର୍ଥନା କରାହବ। ଆମେ ସମସ୍ତେ ଏହି ବାଇବଲ ପଠନ ପଢିବା ନିମନ୍ତେ ଆମ୍ଭେ ପ୍ରାର୍ଥନା କରିବା, ତାପରେ ପାଠ ପଢିବା। ଆସନ୍ତୁ। ସ୍ୱର୍ଗଶକ୍ତିର ପିତା ପରମେଶ୍ୱର ପ୍ରଭୁ, ଆମ୍ଭେ ଏହି ସକାଳଠୁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରଭୁ ଆମେ ଏହି ଅନେକ କେତେ ପାପ କରିଥିଲେ ମଧ୍ୟ ଆମକୁ କ୍ଷମା କର। ଏହି ପରିବାର ଆଉ ଏ ଜଗତ ଅନେକ ପାପୀ ଲୋକ ଆଉ ପୀଡ଼ିତ କେତେ ରୋଗ କଷ୍ଟରେ ଅଛନ୍ତି, ସେମାନଙ୍କୁ ମଧ୍ୟ ମୁଁ ପ୍ରାର୍ଥନା କରୁଛି ପ୍ରଭୁ। ଏହି ଛୋଟିଆ ପ୍ରାର୍ଥନା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗିଲି, ଆମେନ୍। ଆମେ ସମସ୍ତେ ପ୍ରଭୁଙ୍କୁ କୋଉ ପ୍ରକାର ଆମେ ବିଶ୍ୱାସ କରିବା, କେମିତି ଆମେ ପ୍ରାର୍ଥନା କଲେ ଆମର ପ୍ରଭୁ ଶୁଣିବେ। କେତେ ବର୍ଷ ଏହି ପ୍ରଭୁକୁ ଜାଣିଥିଲେ ତାଙ୍କର ମଧ୍ୟ ବିଶ୍ୱାସ ନଥିଲେ ଆଉ ପ୍ରଭୁ ଶୁଣିବେ ନାହିଁ। ପ୍ରଥମ ଏକ ପଦରେ ଆମେ ଦେଖିବା ତାହାଙ୍କର ବିଶ୍ୱାସ କରିବ। ପ୍ରଭୁ ଆମ ସମସ୍ତଙ୍କୁ ତାଙ୍କର କେତେବେଳେ ଆମେ ପ୍ରଭୁ ଯୀଶୁଙ୍କୁ ଆମେ ଜାଣିଲୁ, ସେତିକି ଆମର ଗୋଟେ ଗୋଟେ ଦାୟିତ୍ୱ ଦେଇ ଅଛନ୍ତି। ଦାୟିତ୍ୱ ଅର୍ଥ କଣ? ଦୀକ୍ଷା ସ୍ନାନ, ଡୁବନ, ଯେକୌଣସି ପ୍ରଭୁଙ୍କର ନାମ ଆମେ ଯଦି ପାଇଛୁ, ଆଉ ପ୍ରଭୁ ଆମକୁ ଗୋଟେ ଗୋଟେ ଜୀବନର ଦାୟିତ୍ୱ ଆଉ ଦେବେ। ଆଉ ପରିବାରରେ ଗୋଟେ ଗୋଟେ କେମିତି ଆମେ କୋଉ ସିଷ୍ଟମରେ ପ୍ରଭୁ ଯୀଶୁକୁ ଆମେ ପାଇଛୁ। ଏହି କ୍ରୁଶରେ କେତେବେଳେ ମଲା ପରେ ଆମ ଏହି ଯୀଶୁ ଖ୍ରୀଷ୍ଟ ଏହି ଜଗତରେ ଏହି କ୍ରୁଶରେ ମରି ଅଛନ୍ତି। ଆଉ ମଲା ପରେ ଆମେ ପ୍ରତ୍ୟେକ ଖ୍ରୀଷ୍ଟମାସ ଆମେ ପାଳନ କରୁଛୁ। ପାଳନ ଅର୍ଥ ଯୀଶୁ ଖ୍ରୀଷ୍ଟ ଆଉ ଥରେ ଜନ୍ମ ହଉଅଛନ୍ତି। ଆମେ ମାନେ ସମସ୍ତେ ଏହି ଯୀଶୁ ଖ୍ରୀଷ୍ଟ ଆମେ ପ୍ରାର୍ଥନା କରିବା ପାଇଁ ଆମେ ଆଉ ବର୍ଷକୁ ପ୍ରଭୁ ଯୀଶୁଙ୍କୁ ଆମେ ମାଗୁଛୁ। ଆଉ ନୂତନ ଜନ୍ମ ହେବା କଥା। ଯେକୌଣସି ଆମ ସଂସାର ଆଉ କେତେ ନାଶ ଗୁଡାକ ମଧ୍ୟ ଇତ୍ୟାଦି ଆମେ ନୂଆ ବର୍ଷରୁ ଆମେ ଛାଡିଦେବା କଥା। ଆମେ ଯଦି ପ୍ରଭୁ ଯୀଶୁଙ୍କୁ ଆମେ ଜାଣିଛୁ ଆଉ ନୂଆ ଜନ୍ମ ହେବା କଥା। ଆମେ ଖାଲି ପ୍ରଭୁ ଯୀଶୁକୁ ନିନ୍ଦା କରିବା, ପ୍ରଭୁ ଆମକୁ ସୁସ୍ଥ କରୁନାହାନ୍ତି। ଆମେ କେମିତି ଆମେ ଆମକୁ ସୁସ୍ଥ କରିବେ? ପ୍ରଭୁଙ୍କର ପଥେ ଆମେ ଚାଲିବାକୁ ଆମେ ଜାଣିପାରୁନାହୁଁ। କାରଣ ପ୍ରଭୁ ଆମ ସମସ୍ତଙ୍କୁ ପ୍ରଭୁ ତାଙ୍କର ଦାୟିତ୍ୱ ଗୋଟେ ଗୋଟେ ଦେଇ ଅଛନ୍ତି। ସେ ଦାୟିତ୍ୱ ଆମ ଉପରେ କି ଆମ ଦେହରେ କି ଆମ ମୁହଁରେ କି ଆମ ଆତ୍ମାରେ ରଖିଲେ ଆମକୁ ପ୍ରଭୁ ଯୀଶୁ ପ୍ରତ୍ୟେକ ଥର ଆମେ କେତେବେଳେ ଡାକିବା, ସେତେବେଳେ ଆମକୁ କହିବ। ଆମେ ପାଠ କରିବା ମାର୍କ 9 ପର୍ବ ତାର 9 ପର୍ବରୁ 23 ପଦ ଆମେ ପାଠ କରିବା। ସେଥିରେ ଯୀଶୁ ତାହାଙ୍କୁ କହିଲେ, କଣ କହିଲୁ? ଯଦି କରିପାରନ୍ତି ଯିଏ ବିଶ୍ୱାସ କରେ ତା ପକ୍ଷେ ସମସ୍ତେ ସମ୍ଭବ। ମାନେ ତାଙ୍କର ପ୍ରଭୁ ଯୀଶୁଙ୍କର ଏକମାତ୍ର ପିତା ବୋଲି ବିଶ୍ୱାସ କରିବ, ସେ ସମସ୍ତେ କରିପାରିବ। ପିତା ଆମକୁ ଏହି ଜୀବନର ଏହି ଆତ୍ମାର ଏହି ଦେହର ସିଏ ନିଜର କରି ଅଛନ୍ତି। ଏଇ ଆମର ବାଳ ହଉଛି ପ୍ରଭୁ ଯୀଶୁଙ୍କର, ଏହି ସମସ୍ତ ଦେହ ହଉଛି ଯୀଶୁଙ୍କର। ଆମେ ନିଜକୁ ସମର୍ପଣ କରିବାକୁ ପଡିବ। ପ୍ରିୟ ବାପା ଭାଇ ମାନେ, ସୁସ୍ଥ ହେବାର ଆଉ କେତେ ଆମ ଆତ୍ମାରେ ଅଛି। ଆମେ ଯଦି ନିଜକୁ ସମର୍ପଣ କରିବା ନାହିଁ,
ଏମିତି ଆମର ପ୍ରଭୁ ଯୀଶୁ ନିଜକୁ ଶୁଣିବ। ଏବେ ମନେକର ଆମ ପାଇଁ ଯୀଶୁ ଖ୍ରୀଷ୍ଟ ମରିଅଛନ୍ତି ବୋଲି ଆମେ ବିଶ୍ୱାସ କରିବା, କଲେ ଯାହା କିଛି ଆମେ ପାଇବା। ଆମେ ପ୍ରଭୁ ତ ଅଛନ୍ତି, ମରିଅଛନ୍ତି, ଆମର ଖ୍ରୀଷ୍ଟିଆନ ମିଶିକି 100 ବର୍ଷ ହେଇଛି, ଆମେ ତ ଛୁଆ ଆଉ ମଦ ପାଣି ପିଇଲେ ହେଲା, ନ ପିଇଲେ ହେଲା, ଗିର୍ଜାକୁ ଗଲେ ହେଲା, ଆମେ ତ ନା ଖ୍ରୀଷ୍ଟିଆନ। ଆଉ ଖ୍ରୀଷ୍ଟିଆନ ପ୍ରଭୁ ଯୀଶୁଙ୍କୁ ନ କହିଲେ ମଧ୍ୟ ଆମେ ଖ୍ରୀଷ୍ଟିଆନ ଲୋକ ଜାଣିବ। ତାପରେ ଦେଖିବା ଆମେ 26 ପଦରେ, ସେଇ କଣି ପିଲାଟିର ପିତା ଉଚ୍ଚ ସୁରରେ କହିଲା, ମୁଁ ବିଶ୍ୱାସ କରୁଅଛି, ମୋର ବିଶ୍ୱାସରେ ପ୍ରତିକାର କରନ୍ତି। ମୁଁ ମୋର ପିଲା ବିଶ୍ୱାସ କରୁଛି, ମୁଁ ନିଜର ଯେକୌଣସି ରୋଗଗ୍ରସ୍ତରେ ଥିଲେ ମଧ୍ୟ ମୋର ପିଲା ବିଶ୍ୱାସ କଲେ ସୁସ୍ଥ ହବ। ଖାଲି ଯୀଶୁ ଖ୍ରୀଷ୍ଟଙ୍କୁ ମାଗିଲେ ହବ ନାହିଁ, ଖାଲି ନାଁରେ ମାଗିଲେ ହବ ନାହିଁ। ପ୍ରଭୁ ଆମକୁ ସୁସ୍ଥ କଲେ ନାହିଁ ଭଇଲେ ହବ ନାହିଁ, ନିଜେ ବି ବିଶ୍ୱାସ କରିବାକୁ ପଡିବ, କାନ୍ଦିକି ମାଗିବାର ପଡିବ, ପ୍ରଭୁ ଶୁଣିବ। ଏହି ବିଶ୍ୱାସର ବାଇବଲ ପ୍ରତ୍ୟେକ ପୃଷ୍ଠାରେ ଲେଖା ହେଇଛି। ଜଏଲ ଭବିଷ୍ୟବକ୍ତା କହି ଅଛନ୍ତି 2:12 ଲେଖା ଅଛି, ତୁମ୍ଭେ ମାନେ ଅନ୍ତଃକରଣ ନ ଚିରିକି, ବସ୍ତ୍ର ନ ଚିରିକି ଅନ୍ତଃକରଣ ଚିର, ମୋ ପାଖକୁ ଫେରି ଆସ। ମୁଁ ପ୍ରତ୍ୟେକ ସୁସମାଚାର କହୁଛି ଆପଣ ମାନଙ୍କୁ, ନିଜେ ଖାଇକି, ଫ୍ୟାକ୍ଟ୍ରିରେ ଖାଇକି କି ମଦ ପାଣି ପିଇକି, ଯେକୌଣସି ଖାଇକି ପ୍ରଭୁଙ୍କୁ ଡାକିଲେ ସିଏ ଆସିବ ନାହିଁ। ପ୍ରଭୁ ଆମ ସମସ୍ତଙ୍କୁ ଡାକୁଅଛନ୍ତି, ତୁମ୍ଭେ ମାନେ ଆସ, ମୋ ନିକଟକୁ ଆସ। ତେଣୁ ଆଜିଠୁ ଏହି ପିଲାକୁ ତାର ବାପା କେମିତି ମନ ପ୍ରାଣ ଦେଇକି ପିତା ଈଶ୍ୱରଙ୍କୁ ମାଗିଲେ, ତାପରେ ପିଲାଟା ସୁସ୍ଥ ହେଲା। ତେଣୁ ରୋଗ ସୁସ୍ଥ ହେବା ପାଇଁ ଆମ୍ଭେମାନେ କାନ୍ଦିକି ମାଗିବା। ସମସ୍ତେ ସବୁବେଳେ ପ୍ରଭୁ ଆମକୁ ସୁସ୍ଥ କରିବେ। ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ପ୍ରଭୁ ଆଶୀର୍ବାଦ କରନ୍ତୁ।